पद्म पलाशलोचन तुलसी रसिया महाप्रभुଙ୍କ ପାଇଁ ଆଉ ଅଭାବ ହେବନି ତୁଳସୀ ଆଉ ପଦ୍ମଫୁଲ। ଏଥିପାଇଁ ଓୟୁଟି ପ୍ରଥମ ଥର ପାଇଁ କରିଛି ବିଶେଷ ବ୍ୟବସ୍ଥା। ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରରୁ ତୁଳସୀ ଏବଂ ପଦ୍ମଫୁଲ ଚାଷ କରି ସେଥିରୁ ପ୍ରଥମ ଅମଳ ମହାପ୍ରଭୁଙ୍କ ପାଇଁ ପଠାଇଛି। ନଜର ପକାନ୍ତୁ ଏ କ୍ଷେତ ଉପରେ, ଯୁଆଡ଼େ ଦେଖିବେ ତୁଳସୀ ଗଛ। ଦିନେ ଏଠାରେ ଘାସ ବୁଦାରେ ପରିପୂର୍ଣ୍ଣ ହୋଇଥିଲା ଜାଗାଟି, ଆଜି କଳା ଏବଂ ଧଳା ତୁଳସୀ ଗଛରେ ଭରି ଯାଇଛି। କେବଳ ତୁଳସୀ ଗଛରେ ଭରିନି, ତୁଳସୀର ବାସ୍ନାରେ ବାତାବରଣ ପୁରା ମହକି ଉଠୁଛି। ଏହା କେବଳ ସମ୍ଭବ ହୋଇପାରିଛି ଓଡ଼ିଶା କୃଷି ଓ ବୈଷୟିକ ମହାବିଦ୍ୟାଳୟ ସହଯୋଗରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ। ଖାଲି ଯେ ତୁଳସୀ ଉଦ୍ୟାନରେ ପରିଣତ ହୋଇଛି ତାହା ନୁହେଁ, ପଦ୍ମଫୁଲରେ ମଧ୍ୟ ପରିପୂର୍ଣ୍ଣ ହୋଇଛି ପୁଷ୍କରିଣୀ। ଚଳିତ ବର୍ଷ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା ତୁଳସୀ ଏବଂ ପଦ୍ମଫୁଲ ଚାଷ। କର୍ମଚାରୀମାନେ ଦିନରାତି ଏକ କରି ଆଜି ତୁଳସୀ ଉଦ୍ୟାନରେ ପରିଣତ କରିଛନ୍ତି। ଉଦ୍ୟାନଟି ପୂର୍ଣ୍ଣାଙ୍ଗ ଭାବେ ପରିଣତ ହେବା ପରେ ଏହାକୁ ଶ୍ରୀକ୍ଷେତ୍ରକୁ ପଠାଇବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ। କୃଷି ବିଜ୍ଞାନ କେନ୍ଦ୍ର ପରିସରରେ 20 ଡିସିମିଲ ଜମିରେ ସିମ୍ ଅଙ୍ଗନା ଏବଂ ସିମ୍ ଆୟୁ ଉନ୍ନତ କିସମର 7 ପଟାଳି କଳା ଏବଂ 7 ପଟାଳି ଧଳା ତୁଳସୀ ଚାଷ କରାଯାଇଥିବା ବେଳେ 50 ଡିସିମିଲ ଜମିରେ ଥିବା ପୁଷ୍କରିଣୀରେ ଗୋଲାପୀ ଏବଂ ଧଳା ରଙ୍ଗର ପଦ୍ମଫୁଲ ଚାଷ କରାଯାଇଛି। ତେବେ ଏଥିରେ ନିୟୋଜିତ କର୍ମଚାରୀମାନେ ଏଭଳି କାର୍ଯ୍ୟ କରି ନିଜକୁ ଗର୍ବ ଅନୁଭବ କରିଛନ୍ତି। 12 ବର୍ଷ ହେଲା କେବିକେରେ ଚାକିରି କରିଥିଲି, କିନ୍ତୁ ଇଏ ତୁଳସୀ ପଦ୍ମର ଯେଉଁ ହୁଲାସ 4 ମାସ ଭିତରେ ଆସିଲାଣି, ଆମର କେବେ ଆସିନଥିଲା ସେ ଜିନିଷ ସାର୍। ଆଉ ଏମିତି ହୁଲାସ ଲାଗିକିରି ଆଜି ଆମେ ତୋଳାତୋଳି ସବୁ କରିକି ଠାକୁର ପାଖକୁ ନେଇକି ଯିବୁ ବୋଲି ପ୍ରସ୍ତୁତ ଅଛୁ। କିନ୍ତୁ ଆମେ ଏପର୍ଯ୍ୟନ୍ତ ଜାଣିପାରୁନୁ ଟାଇମ କେତେ ସାର ହେଲାଣି, ଖାଇଛୁ କି ନାହିଁ, କ'ଣ ହେଇଛି ବୋଲି ଆମେ କିଛି ଏପର୍ଯ୍ୟନ୍ତ ସେ ଇଏ କରିପାରୁନୁ। ଆମେ ସେଇ ଉତ୍ସାହରେ ଆମେ କେମିତି ଜଗନ୍ନାଥ ପାଖକୁ ତୁଳସୀ ତୋଳିକି ନେଇ ପଦ୍ମଫୁଲ ମାଆଙ୍କ ପାଖକୁ ନେଇକି ଲକ୍ଷ୍ମୀ ମା ପାଖକୁ ନେଇକି ଯିବୁ, ନେଇ ପହଞ୍ଚିଲା ପରେ ଆମେ ଚିନ୍ତା କରିବୁ ଆମେ କ'ଣ ଆମେ କରିବୁ ବୋଲି। ଆମେ ବହୁତ ଉତ୍ସାହ ଆମେ ଆଜ୍ଞା ଅଛୁ ପୁରା। ଆଜ୍ଞା ତୁଳସୀ ଆପଣ ଆମର ଏ ତ ଗଛପତ୍ର ଲାଗିଛି, ଫୁଲ କାମ ବି କରୁ। ତୁଳସୀଟା ଲାଗିବାଠୁ ଆଉ ବହୁତ ଖୁସି ଲାଗିଲା ଆମକୁ। ତୁଳସୀରେ ଆଗ ବହୁତ ସମୟ ଆମେ ତୁଳସୀ ଦେଇକି ତୁଳସୀ କାମଟା ବି କରୁ। ସାର୍ କହିବାରୁ ସମସ୍ତେ ତୁଳସୀ ଯେତେ ତୁଳସୀ ଅଛି ସବୁତକ ତୁଳସୀ ପତ୍ର ଯାହା ଯେମିତି ଅଛି ଆମକୁ ତୁଳସୀ କାମଟା କରିବାକୁ ଭଲ ଲାଗେ ଆମକୁ ଟିକେ। ତୁଳସୀ ଜଗନ୍ନାଥଙ୍କ ଟିକେ ଯିବା ପାଇଁ ଅଛି ତ ସେଠି ଭଲ ଲାଗେ ଟିକେ କାମ କରିବା। ବହୁତ ସମୟ ଟିକେ ନଜର ସଜାଡ ରଖିକି ଯାହା କୋଉଠି ମରିଗଲା କି ଗଛ କ'ଣ ହେଲା ତାର ଯତ୍ନ ନେଉ। ଆମେ ଜଗନ୍ନାଥଙ୍କ ପାଇଁ ଯୋଉ ସେବାରେ ତୁଳସୀ ଏବଂ ପଦ୍ମଫୁଲ ମହାଲକ୍ଷ୍ମୀଙ୍କ ପାଇଁ ଆଜି ତୋଳିଛୁ ଏବଂ ପୂଜା ଅର୍ଚ୍ଚନା କରି ହୁଳହୁଳି ଦେଇ ଦୀପ ଦେଇ ଆମେ ପୂଜା କରି ଯୋଉ ତୁଳସୀ ତୋଳିବା ଆରମ୍ଭ କରିଥିଲୁ। ତାପରେ ମହାଲକ୍ଷ୍ମୀଙ୍କ ପାଇଁ ପଦ୍ମ ମଧ୍ୟ ତୋଳିବା ଆରମ୍ଭ କରିଥିଲୁ। ଏବଂ ଏଇ ଯୋଉ ସୁଯୋଗ ଆମକୁ ମିଳିଲା, ସଦାବେଳେ ତ ଆମେ କୃଷି ବିଜ୍ଞାନ କେନ୍ଦ୍ରରେ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ କାର୍ଯ୍ୟ କରି ଆସିଛୁ, କିନ୍ତୁ ଏ ଯୋଉ ଆଜିର ଏକ ନିଆରା ଅନୁଭୂତି, ସେଟା ମୋ ଜୀବନରେ ମୁଁ କହିବି ଗୋଟେ ମୁଁ ଯାହାକି ଶବ୍ଦରେ ମଧ୍ୟ କହିପାରୁନି। ମହାପ୍ରଭୁ ଜଗନ୍ନାଥଙ୍କ ନୀତି ଲାଗି ଓୟୁଟିର ସାକ୍ଷୀଗୋପାଳ ସ୍ଥିତ ପୁରୀ କୃଷି ବିଜ୍ଞାନ କେନ୍ଦ୍ରରେ ଚାଷ କରାଯାଇଥିବା ତୁଳସୀ କ୍ଷେତ୍ରକୁ ଯିବା ପରେ ତୁଳସୀ ଠାକୁରଙ୍କ ଆରାଧନା କରାଯାଇଥିଲା। ମାଙ୍କୁ ଧୂପ ଏବଂ ଝୁଣା ଲାଗି କରାଯାଇଥିଲା। ମୁଣ୍ଡ ନୁଆଇ ମା ବୃନ୍ଦାବତୀଙ୍କୁ ପ୍ରଣାମ କରି ତୁଳସୀ ପତ୍ର ଛିଣ୍ଡାଇବା ଲାଗି ଆଜ୍ଞା ମାଗିଥିଲେ କୃଷି ବିଜ୍ଞାନୀ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ। ଆଉ ଏହାପରେ ତୋଳା ହୋଇଥିଲା ତୁଳସୀ। ଶୁଦ୍ଧପୂତ ଭାବରେ ତୁଳସୀ ପତ୍ର ତୋଳିବାରେ ଲାଗି ପଡ଼ିଥିଲେ କୃଷି ବିଜ୍ଞାନୀ କେନ୍ଦ୍ରର ସମସ୍ତ କର୍ମଚାରୀ। ମନରେ ଥିଲା ଅହେତୁକ ଭକ୍ତି ଭାବନା। ଖାଲି ତୁଳସୀ ପତ୍ର ନୁହେଁ, କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଥିବା ପୋଖରୀରୁ ପଦ୍ମଫୁଲ ତୋଳା ହୋଇଥିଲା କାଳିଆ ଠାକୁରଙ୍କ ପାଇଁ। ପ୍ରଭୁଙ୍କ ଦୟଣାମାଳ ହେଉ କି ହୃଦ ପଦ୍ମ, ଜଗନ୍ନାଥଙ୍କ ପୂଜାରେ ତୁଳସୀର ରହିଛି ମହତ୍ତ୍ୱପୂର୍ଣ୍ଣ ଭୂମିକା। ଶାସ୍ତ୍ରରେ କୁହାଯାଇଛି ତୁଳସୀ ଗଛର ବିଭିନ୍ନ ଅଂଶରେ ଦେବାଦେବୀଙ୍କର ବାସ ଥାଏ। ତେବେ ପ୍ରତ୍ୟେକ ଗୁରୁବାର 50ରୁ 60 କେଜି ତୁଳସୀ ସାଙ୍ଗକୁ 70ରୁ 100 ଗୋଟି ପଦ୍ମଫୁଲ ପଠାଯିବ ବୋଲି କୃଷି ବିଜ୍ଞାନ କେନ୍ଦ୍ର ପୁରୀର ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର କହିଛନ୍ତି। ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ ମହାପ୍ରଭୁଙ୍କ ସେବାରେ ଲାଗି ହେବା ପାଇଁ ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରିଛି ବୋଲି ଓୟୁଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି। ମା ଲକ୍ଷ୍ମୀ ବା ଶ୍ରୀ ଜଗନ୍ନାଥଙ୍କର ସେବା କରିବା ପାଇଁ ଏହି ସାଂସାରିକ କର୍ମମୟ ଜୀବନରେ ଇଚ୍ଛା ଥିଲେ ବି କରିପାରୁନଥିଲୁ, କିନ୍ତୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର ଗୋଟେ ଆଗ୍ରହ ଥିଲା ଯେ ତାର ଏହି ଶାଖା କୃଷି ବିଜ୍ଞାନ କେନ୍ଦ୍ର ସାକ୍ଷୀଗୋପାଳଠାରେ ଏକ ତୁଳସୀ ବଗିଚା ଏବଂ ପଦ୍ମ ପୋଖରୀ ସ୍ଥାପନ କରାଯାଉ ଏବଂ ତାଙ୍କରି ଦିଗ୍ଦର୍ଶନରେ ଆମେ ଏଠି ତୁଳସୀ ବଗିଚା ଏବଂ ପଦ୍ମ ପୋଖରୀ ସ୍ଥାପନ କରିଥିଲୁ। ଆଉ ଆଜି ସେ ଖୁସିର ଦିନ ଆସିଛି। ଆମର କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ଷ୍ଟାଫ
आज बहुत अत्यंत खुशी एवं आमर ये परिसरटी आज जगन्नाथमय हो उठुची। कृषि एवं आनुषंगिक कृषि रे किभଳି भाବରେ ଚାଷୀ ମାନଙ୍କର ଉନ୍ନତି ହେଇପାରିବ ସେଥିପାଇଁ ଏ କୃଷି ବିଜ୍ଞାନ କେନ୍ଦ୍ର ସର୍ବଦା ବ୍ରତୀ ରହିଛି। ତା ଧିରେ ଏକ ନୂଆ ଭାବଧାରା ଆମେ ଯୋଡ଼ିଛୁ ଯେ ଏହି କୃଷି ବିଜ୍ଞାନ କେନ୍ଦ୍ରର ଯେଉଁ ପରିସର ଅଛି ତା ଭିତରେ ତୁଳସୀ ଏବଂ ପଦ୍ମ ପୋଖରୀ ପ୍ରତିଷ୍ଠା କରାଯାଇଛି। ତୁଳସୀ ବଗିଚାରୁ ତୁଳସୀ ଏବଂ ପଦ୍ମ ପୋଖରୀରୁ ପଦ୍ମ ୟାକୁ ଆମେ ପ୍ରତି ସପ୍ତାହରେ ଗୋଟେ ନିର୍ଦ୍ଦିଷ୍ଟ ଦିନରେ ଆମେ ଜଗନ୍ନାଥଙ୍କ ସେବାରେ ଏବଂ ମା ଲକ୍ଷ୍ମୀଙ୍କ ସେବା ପାଇଁ ପଠେଇବା ପାଇଁ ନିଷ୍ପତ୍ତି ନେଇଥିଲୁ ଏବଂ ଯାହା ହଉ ଆଜି ସେଟା କାର୍ଯ୍ୟକାରୀ ହେବାକୁ ଯାଉଛି। ଆଜି ପ୍ରଥମ ଥର ପାଇଁ ଆମ ବିଶ୍ୱବିଦ୍ୟାଳୟର ଯୋଉ ସାକ୍ଷୀଗୋପାଳ ପ୍ରାଙ୍ଗଣ ରହିଛି କୃଷି ବିଜ୍ଞାନ କେନ୍ଦ୍ର ସେଠୁ ଆମେ ତୁଳସୀ ଏବଂ ପଦ୍ମ ଜଗନ୍ନାଥଙ୍କ ଏବଂ ମା ଲକ୍ଷ୍ମୀଙ୍କ ସେବା ପାଇଁ ପଠଉଛୁ। ଅତ୍ର ତତ୍ର ସର୍ବତ୍ର ସେ ବିଦ୍ୟମାନ, ତାକୁ ଯେତେବେଳେ ଯିଏ ଯେମିତି ଚାହିଁଛି ତା ପାଖରେ ସେ ସେମିତି ପାଇଛି। ତାକୁ କିଏ କହେ କାଳିଆ ଶାନ୍ତ, ପୁଣି କିଏ କହେ ଚକାଡୋଳା, ଆଉ କିଏ କହେ ମହାବୌତ, ପୁଣି କିଏ କହେ ଜଗତର ନାଥ ପ୍ରଭୁ ଜଗନ୍ନାଥ। ଯେତେବେଳେ ଯିଏ ତାର ସେବା କରିବାର ସୁଯୋଗ ପାଇଛି ସେ କେବେ ବି ହାତ ଛଡା କରିନାହିଁ। ଏଇ ଯେମିତି ସତ୍ୟବାଦୀ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର କର୍ମଚାରୀ ମାନେ ତୁଳସୀ ପତ୍ର ଏବଂ ପଦ୍ମ ସେବା କରି ନିଜର ଭକ୍ତି ଅର୍ଘ୍ୟକୁ ଅର୍ପଣ କରିଛନ୍ତି। କାରଣ କାଳିଆ ସାନ୍ତର ଟିକେ ସାନ୍ନିଧ୍ୟ ଲାଭ ମିଳିବ। ପିପିଲିରୁ ଦିତିକୃଷ୍ଣ ପଟ୍ଟନାୟକ।